ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଫେବୃଆରୀ 27। ଦିନଟିର ପ୍ରଧାନ ଚିନ୍ତା। ଆତ୍ମସଂଯମ ଓ ତିତିକ୍ଷାର ଅଭାବରେ ଆମେ ଦୁର୍ଭାଗ୍ୟକୁ ପାଖକୁ ଡାକି ଆଣୁ। ସ୍ମରଣୀୟ ପଂକ୍ତି। ତୁମେ ଯେବେ ଛିଡ଼ା ହୁଅ ପଶ୍ଚାତରେ ମୋର, ସକଳ ଦେହ ମନ ଆତ୍ମା ମୋର ହୁଏ ପ୍ରାଣବନ୍ତ କି ମହାନ ଶକ୍ତି ବଳେ। ଦୁର୍ବିପାକ ଦୁର୍ଯୋଗ ଯେତେ ସବୁ ହୁଏ ଲୁକ୍କାୟିତ, ମର୍ତ୍ତ୍ୟର ଆଘାତ ମୋତେ କରେ ନାହିଁ ସ୍ପର୍ଶ। ଶିଖାଅ ମୋତେ ତୁମେ କିଭାବେ ରଖିବି ନିଜକୁ ସତତ ତୁମର ସାଥେ ସାଥେ। ମୁଁ ରହିଛି ଦିବାନିଶି ତବ ସାଥେ, ଜାଣ ନା ଯେ ତୁମେ ତାହା। ଅନ୍ତରର ଚକ୍ଷୁ ଦେଇ ଚାହଁ ନା ଯେ କେବେ ମୋର ଆଡ଼େ। ନୀତି ଉପଦେଶ। କେହି ଯଦି କେବେ ଆମକୁ ଅପଦସ୍ଥ କରେ, ସେତେବେଳେ କିଭଳି ସାନ୍ତ୍ୱନା ଆମେ ପାଇବା ଯଦି ମନେ ରଖିବା ଯେ ଭଗବାନଙ୍କ କୋଳରେ ଆମର ସ୍ଥାନ ଅଛି। ପ୍ରତିକୂଳ ଅବସ୍ଥା ଉପସ୍ଥିତ ହେଲେ ତାହା ପ୍ରତି ବିରୁଦ୍ଧ ଭାବାପନ୍ନ ହେବା ନାହିଁ। ଭଗବାନଙ୍କୁ ସ୍ମରଣ କରି ସବୁକିଛି ସହ୍ୟ କରିବାକୁ ଚେଷ୍ଟା କରିବା, ତେବେ ପ୍ରକୃତ ବଳ ଲାଭ କରିବା। ଜୀବନରେ ଯାହା କିଛି ଘଟଣା କାହିଁକି ତାହାଙ୍କ ସଙ୍ଗରେ ଯେ ଯୁକ୍ତ ହୋଇଅଛୁ, ଏ ଜ୍ଞାନ ଆମର କି ଆଶ୍ଚର୍ଯ୍ୟ ଅନୁଭୂତି ଜାଗ୍ରତ କରେ। ଆମେ ଯେ ଅମୃତର ଅଧିକାରୀ ଏକଥା ମନେ ରଖିବାକୁ ହେବ। ପ୍ରାର୍ଥନା। ହେ ପରମ ଦେବତା, ବ୍ୟାକୁଳ ହୃଦୟ ମୁଁ ତୁମର ଚରଣେ ପ୍ରାର୍ଥନା ଜଣାଉଛି। ମୋର ଜୀବନକୁ ତୁମେ ସତ୍ୟ ପଥ ସଙ୍ଗେ ବାନ୍ଧି ରଖ। ଏକମାତ୍ର ତୁମେ ହିଁ ମୋତେ ସବଳ ଓ ସହନଶୀଳ କରିପାରିବ। ତୁମର ପଥ ମୋତେ ଦେଖାଇ ଦିଅ। ଆଶୀର୍ବାଦ କର, ଯେପରି ତୁମ ନିର୍ଦ୍ଦେଶରେ ସେହି ପଥେ ମୁଁ ଚାଲିପାରିବି। ମୋର ଦୃଷ୍ଟି ଯେପରି କେବେ ହେଲେ ତୁମଠାରୁ ଦୂରେଇ ନଯାଏ।